ମମତା ବାନାର୍ଜୀ ଏବେ ଦେଖିବେ ଆଳୁ ତ ଛାଡୁ ନଥିଲେ, ଏବେ ଅଣ୍ଡା ଗାଡି ବି ଅଟକୁଛି। ମମତା ବାନାର୍ଜୀ କଣ ଓଡିଶା ଉପରେ ରାଗିଛନ୍ତି? ମୁଁ ସେଇଟାକୁ ଏପରି ଭାବରେ ଦେଖୁନି। ଆଜ୍ଞା ଦେଖନ୍ତୁ, ଯେତେବେଳେ ଆଳୁ ନ ଛାଡୁଥିଲେ ଆଜ୍ଞା ତାଙ୍କର ଆଳୁ ପାଇଁ ସଙ୍କଟ, ଏଠି ନବୀନ ପଟ୍ଟନାୟକ ଯେତେବେଳେ ଥିଲେ ମଧ୍ୟ ଶାସନରେ, ସେତେବେଳେ ଥରେ ଆଳୁ ସଙ୍କଟ ଓଡିଶାରେ ହେଇଥିଲା, ଯୋଉଠି ପାଇଁ ଆମେ ଆଳୁ ମିଶନ କଥା କହିଛୁ। ଆଜ୍ଞା ଆଳୁ ନେଇ ଏ ବର୍ଷ ତାଙ୍କର ପ୍ରଡକ୍ସନ ଭଲ ହେଇନଥିଲା ବୋଲି ତାଙ୍କର ମଧ୍ୟ ଗୋଟେ ସଙ୍କଟ ଅଛି ବୋଲି ଗୋଟେ ରେଷ୍ଟ୍ରିକ୍ସନ ସେମାନେ କରିଛନ୍ତି, ଯୋଉ ଛାଡିବାକୁ ଚାହୁଁନାହାନ୍ତି, କିନ୍ତୁ ଏବେ ତ ଛାଡ଼ିଲେଣି। ଏବେ ଦେଖନ୍ତୁ, ଓଡିଶାରୁ ଏବେ ମଧ୍ୟ ମାକ୍ସିମମ୍ ଯଦି ମାଛ ଓଡିଶାରୁ ହଉଛି କୋଉଠି ଯାଉଛି, କଲିକତା ଯାଉଛି, କିନ୍ତୁ ଆପଣ ଅଣ୍ଡା ଗାଡିକି ଛାଡ଼ିଲେନି, କାରଣ ଓଡିଶାରେ ବାର୍ଡ ଫ୍ଲୁ ହେଇଛି ବୋଲି କ୍ୟାମ୍ପେନ ହେଇଯାଇଛି। ଆଜ୍ଞା ଯେହେତୁ ବାର୍ଡ ଫ୍ଲୁ ନେଇ କ୍ୟାମ୍ପେନ ହେଇଯାଇଛି, ସେମାନେ ଭାବୁଛନ୍ତି ଭାଇରସ ଆସି ଯାଇପାରେ କୋଉ ବାଟେ, କୁକୁଡ଼ା ଆଉ ଅଣ୍ଡା ଛାଡୁନାହାନ୍ତି। କାରଣ ଏଠି ମଧ୍ୟ ବହୁତ କୁକୁଡ଼ା ମଧ୍ୟ ପଠେଇ ଦେବାକୁ କଲିକତା ଉଦ୍ୟମ କରୁଛନ୍ତି, ମୁଁ ଜାଣିଛି। ନ୍ୟାଚୁରାଲି ସେମାନେ ଗୋଟେ ଷ୍ଟେଟ ଗଭର୍ଣ୍ଣମେଣ୍ଟ ତାର ତ ପ୍ରିକସନ ନବ ନା, ସେମାନେ ଯେ ଓଡିଶା ବିରୁଦ୍ଧରେ ନଉଛନ୍ତି ତା ନୁହେଁ। ଏତେ କହିପାରନ୍ତି, ସେ ସରକାରର ମମତା ବାନାର୍ଜୀଙ୍କର ବର୍ତ୍ତମାନ ଓଡିଶାର ବିଜେପି ସରକାର ସହିତ ଏଥିରେ ଘନିଷ୍ଠତା ନଥାଇପାରେ, କାରଣ ଦିଟା ପରସ୍ପର ବିରୋଧୀ ସରକାର ଆପଣ ଜାଣିଛନ୍ତି। ନବୀନ ପଟ୍ଟନାୟକ ସାଥେ ତାଙ୍କର ଯୋଉ ସମ୍ପର୍କ ଥିଲା, ହୁଏତ ମୋହନ ମାଝୀ ସାଥେ ସେ ସମ୍ପର୍କ ନାହିଁ, ଏହା ସତ୍ୟ। କିନ୍ତୁ ସିଏ ଏକଥା କରିକି ଯଦି ବନ୍ଦ କରିବେ, ତାଙ୍କର ବେଶୀ କ୍ଷତି ହବ। କାହିଁକିନା କଲିକତାର ଅନେକ ବ୍ୟବସାୟ ଅଛନ୍ତି ଯିଏ ଓଡିଶାରେ ଜିନିଷ ନ ପଠେଇଲେ ଚଳିପାରିବେନି, ଆଉ ଓଡିଶାର ଅନେକ ବ୍ୟବସାୟ ଯେ କଲିକତାରୁ ଜିନିଷ ନ ଆଣି ଚଳିପାରିବେନି। ଗୋଟେ ବିଜନେସ ରିଲେସନ ଏପରି ଘନିଷ୍ଠ ଭାବରେ ଅଛି ଯେ ଆପଣ ତାକୁ ସେ ବନ୍ଦ କଲେ ତାଙ୍କର ତ ଲାଭ ହବନି କିଛି। ଏହା ଆପଣ କହିପାରନ୍ତି ଯେ ନା, ଯେହେତୁ ସେଠି ମମତା ବାନାର୍ଜୀଙ୍କ ସରକାର, ଯାହା ବିରୁଦ୍ଧରେ ବିଜେପି ବରାବର ସେଠି ଲାଗିଛି, ତେଣୁ ମମତା ବାନାର୍ଜୀଙ୍କ ଏଠି ବିଜେପି ସରକାର, ତେଣୁ ସେଠି ମନୋଭାବ ଥାଇପାରେ। କିନ୍ତୁ ଏଇ ଦିଟା ସମ୍ପର୍କ ଖରାପ କରିବାରେ ଏଇ କାମ ସେ କରିବେ ମୁଁ କେତେ ଭାବୁନି, କାରଣ ତାଙ୍କ ରାଜ୍ୟରେ କ୍ଷତି ହବ, ଆମ ରାଜ୍ୟରେ କ୍ଷତି ହବ। ଆମ ରାଜ୍ୟରେ ଯଦି ମାଛ ନଯିବ, ତାଙ୍କର ବି କିଛି ମାଛର ସଙ୍କଟ ହବ ନା। ଆଉ ମାଛ ଆମର ଯୋଉ ଉତ୍ପାଦନ ହଉଛି, ତା ଅଧିକାଂଶ କଲିକତା ହିଁ ଯାଉଛି। ଆଜ୍ଞା।